ଜୟ ଶ୍ରୀକୃଷ୍ଣ। ଯେଉଁ ଜିନିଷ ହୃଦୟରୁ ଭଗବାନଙ୍କୁ ଅର୍ପଣ କରାଯାଏ ତାହା ଯଜ୍ଞର ରୂପ ନେଇଥାଏ। ଯେଉଁ ଭାବ ନେଇକି ଆମେ ଭଗବାନଙ୍କୁ ସେହି ଜିନିଷ ଅର୍ପଣ କରୁଛୁ ସେହି ହିସାବରେ ଯଜ୍ଞର ତୁଳନା ହୁଏ। ମଣିଷର ଅନେକ ପ୍ରକାର ଭାବର ହିସାବରେ ଯଜ୍ଞର ତୁଳନା ହୋଇଥାଏ। ତେଣୁ କେହି କେହି ହୃଦୟରୁ ଯଜ୍ଞ ରୂପରେ ଭଗବାନଙ୍କୁ ଭକ୍ତି ଅର୍ପଣ କରନ୍ତି, କେହି କେହି ଧନ ରୂପରେ ଭଗବାନଙ୍କୁ ଧନ ଅର୍ପଣ କରନ୍ତି, କେହି କେହି ନିଜର ଜ୍ଞାନ ରୂପରେ ଭଗବାନଙ୍କ ପାଇଁ ଅନ୍ୟକୁ ଜ୍ଞାନ ବାଣ୍ଟନ୍ତି, ଅନ୍ୟ କେହି କେହି ନିଜ ପ୍ରାଣକୁ ମଧ୍ୟ ଭଗବାନଙ୍କୁ ଯଜ୍ଞ ରୂପରେ ଅର୍ପଣ କରନ୍ତି। ଆଜି ଆମେ ସେହି ଯଜ୍ଞ ବିଷୟରେ କିଛି ଜାଣିବା ଏହି ଶ୍ଲୋକ ମାଧ୍ୟମରେ। ଅପାନେ ଜୁହୁତି ପ୍ରାଣଂ ପ୍ରାଣେ ପାନଂ ତଥା ପରେ ପ୍ରାଣପାନ ଗତିରୁଦ୍ଧା ପ୍ରାଣାୟାମ ପରାୟଣଃ। ଅପରେ ନିୟତାହାରଃ ପ୍ରାଣ ପ୍ରାଣେଷୁ ଜୁହିତି ସର୍ବେପ୍ୟତେ ଯଜ୍ଞବିଦୋ ଯଜ୍ଞବିତକ ସ୍ମୃଶାଃ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି ଯେ ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି। କେତେକ ଅତି କଠୋର ଭାବେ ପ୍ରାଣାୟାମ କରନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ତତ୍ପର ରହନ୍ତି। ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞ ରୂପରେ ଅର୍ପଣ କରନ୍ତି। ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତିମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣରୁ ଶୁଦ୍ଧ କରିଥାନ୍ତି। ଶ୍ରୋତାଗଣ, ଏହିଠାରେ ଭଗବାନ ଆମକୁ କହୁଛନ୍ତି ଯେ ଜଣେ ନିଜକୁ ଭଗବାନଙ୍କ ପାଖରେ କେମିତି ଅର୍ପଣ କରେ, କେମିତି ସମର୍ପଣ କରେ, ସେହି ଭାବ ସିଏ କିଏ ପ୍ରକାର ସିଏ ବି କରିପାରେ। ଜଣେ ନିଜକୁ ଭଗବାନଙ୍କୁ କେତେ ପ୍ରକାର ଅର୍ପଣ କରିପାରେ ସେହି କଥା ଏହି ଶ୍ଲୋକରେ ବୁଝାଇଛନ୍ତି ଆମକୁ। କେତେକ ବ୍ୟକ୍ତି ପ୍ରାଣାୟାମର ଅଭ୍ୟାସ କରିଥାନ୍ତି ଯାହାକୁ ସାଧାରଣତଃ ଶ୍ୱାସ ପ୍ରକ୍ରିୟାର ନିୟନ୍ତ୍ରଣ କୁହାଯାଇଥାଏ। ସେ ଶ୍ୱାସ ପ୍ରଶ୍ୱାସ ଏହିପରି ଭାବରେ ଭଗବାନଙ୍କୁ ଅର୍ପଣ କରେ। ପ୍ରଥମଟି ହେଲା ପୂରକ, ଶ୍ୱାସ ଫୁସ୍ଫୁସ୍ ଭିତରକୁ ନେବା। ଦ୍ୱିତୀୟଟି ହେଲା ରେଚକ, ଶ୍ୱାସ ଫୁସ୍ଫୁସ୍ରୁ ବାହାରକୁ ଛାଡ଼ିବା। ଅନ୍ତଃକୁମ୍ଭକ, ଶ୍ୱାସ ଗ୍ରହଣ କରି ତାକୁ ରୋକିବା। ଏହି ରୁଦ୍ଧ ଅବସ୍ଥାରେ ବହିର୍ମୁଖୀ ଶ୍ୱାସ ଅନ୍ତର୍ମୁଖୀ ଶ୍ୱାସରେ ରୁଦ୍ଧ ହୋଇଯାଏ। ବାହ୍ୟ କୁମ୍ଭକ, ଶ୍ୱାସ ତ୍ୟାଗ କରିବା ପରେ ଫୁସ୍ଫୁସ୍କୁ ଖାଲି ରଖିବା। ଏହି ରୁଦ୍ଧ ଅବସ୍ଥାରେ ଅନ୍ତର୍ମୁଖୀ ଶ୍ୱାସ ବହିର୍ମୁଖୀ ଶ୍ୱାସରେ ରୁଦ୍ଧ ହୋଇଥାଏ। ଏହାକୁ କୁମ୍ଭକ ପ୍ରାଣାୟାମ କୁହାଯାଏ। ଉଭୟ ପ୍ରକାର କୁମ୍ଭକ ଉଚ୍ଚ ଶ୍ରେଣୀର ପ୍ରକ୍ରିୟା ଅଟେ, କିନ୍ତୁ ଏସବୁ ଦକ୍ଷ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ, ଅନ୍ୟଥା ଏହା କ୍ଷତି ମଣିଷକୁ କରିପାରେ। ଯେଉଁମାନେ ଯୋଗୀମାନେ ପ୍ରାଣାୟାମ କରିବା ପାଇଁ ଆଗ୍ରହୀ ସେମାନେ ତାଙ୍କର ଶ୍ୱାସ ନିୟନ୍ତ୍ରଣ କରିବା ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ସହ ମନକୁ କେନ୍ଦ୍ରିତ କରନ୍ତି ଏବଂ ବଶୀଭୂତ ମନକୁ ଯଜ୍ଞ ରୂପରେ ଭଗବାନଙ୍କୁ ଅର୍ପଣ କରନ୍ତି। ଯେଉଁ ମନ ଇନ୍ଦ୍ରିୟ ତୃପ୍ତି ପାଇଁ ଏପଟେ ସେପଟେ ଧାଇଁ ବୁଲୁଥାଏ ତାକୁ ସେମାନେ ଧରି ଆଣି ଭଗବାନଙ୍କ ପାଦ ତଳେ ଛାଡ଼ି ଦିଅନ୍ତି। ପ୍ରାଣର ଅଭିପ୍ରାୟ କେବଳ ଶ୍ୱାସକ୍ରିୟା ନୁହେଁ, ଏହା ଏକ ସୂକ୍ଷ୍ମ ଜୀବନ ଶକ୍ତି ଯାହା ଶ୍ୱାସ ରୂପରେ ବିଭିନ୍ନ ସଜୀବ ଓ ନିର୍ଜୀବ ବସ୍ତୁରେ ବ୍ୟକ୍ତ ହୋଇଥାଏ। ବେଦରେ ଶରୀର ମଧ୍ୟରେ 5 ପ୍ରକାର ପ୍ରାଣର ବର୍ଣ୍ଣନା କରାଯାଇଛି। ପ୍ରାଣ, ଅପାନ, ବ୍ୟନ, ସମାନ ଏବଂ ଉଦାନ, ଯାହା ବିଭିନ୍ନ ଶାରୀରିକ କ୍ରିୟାର ନିୟନ୍ତ୍ରଣରେ ସାହାଯ୍ୟ କରେ। ଏହା ମଧ୍ୟରୁ ସମାନ ପାଚନ ପ୍ରକ୍ରିୟା ସମ୍ପନ୍ନ କରାଯାଇଥାଏ। କେତେକ ବ୍ୟକ୍ତି ଉପବାସ କରିବାକୁ ଆଗ୍ରହୀ ଥାନ୍ତି। ଖାଦ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହି ବିଶ୍ୱାସରେ ସେମାନେ ଆହାରକୁ ନିୟନ୍ତ୍ରିତ କରିଥାନ୍ତି। ପୁରାତନ କାଳରୁ ଏହି ବିଧି ଭାରତରେ ଏକ ଆଧ୍ୟାତ୍ମିକ କୌଶଳ ଭାବରେ ଆଚରଣ କରାଯାଇଛି ଏବଂ ଏଠାରେ ଏହାକୁ ଯଜ୍ଞ ରୂପରେ ଅଭିହିତ କରାଯାଇଛି। ଯେତେବେଳେ ଖାଦ୍ୟ ହ୍ରାସ କରାଯାଏ ଇନ୍ଦ୍ରିୟଗୁଡ଼ିକ ଦୁର୍ବଳ ହୋଇଯାନ୍ତି ଏବଂ ପାଚନ କରାଯାଇଥିବା ସମାନ ବାୟୁ ଶକ୍ତିହୀନ ହୋଇପଡ଼େ। କେତେକ ବ୍ୟକ୍ତି ଏହି ପ୍ରକାରର ଯଜ୍ଞ କରିଥାନ୍ତି। ସେମାନେ ଖାଦ୍ୟକୁ ତ୍ୟାଗ କରି ଯଜ୍ଞ ରୂପରେ ଭଗବାନଙ୍କୁ ଅର୍ପଣ କରନ୍ତି। ମନୁଷ୍ୟମାନେ ଏହିପରି ବିଭିନ୍ନ ପ୍ରକାରର ସଂଯମର ଆଚରଣ ନିଜର ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି। ଇନ୍ଦ୍ରିୟମାନଙ୍କ କାମନା ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ଅଟେ। ଏହିସବୁ ସଂଯମର ଉଦ୍ଦେଶ୍ୟ ହେଲା ସାଂସାରିକ ବସ୍ତୁରେ ସୁଖ ଖୋଜୁଥିବା ଇନ୍ଦ୍ରିୟ ଓ ମନର ସହଜାତ ପ୍ରବୃତ୍ତିକୁ ହ୍ରାସ କରିବା। ଯେତେବେଳେ ଏହିପରି ସଂଯମ ଭଗବାନଙ୍କର ଯଜ୍ଞ ରୂପରେ କରାଯାଏ ତାହା ହୃଦୟକୁ ଶୁଦ୍ଧ କରିଯାଏ। ଯେମିତି ଆଗରୁ କୁହାଯାଇଛି, ହୃଦୟ ଶବ୍ଦଟି
ମନ ଓ ବୃଦ୍ଧିର ଅଭ୍ୟନ୍ତରୀଣ ଯନ୍ତ୍ର ଭାବରେ ବ୍ୟବହୃତ ହୋଇଥାଏ। ଯଜ୍ଞଂ ସୃଷ୍ଟାମୃତ ଭୁଜ ଯାନ୍ତି ବ୍ରହ୍ମ ସନାତନମ୍ ନ୍ୟାୟଂ ଲୋକସ୍ୟ ଯଜ୍ଞସ୍ୟ କୃତନ୍ୟଃ କୁରୁଷତମ୍। ପୁଣି ଭଗବାନ କହୁଛନ୍ତି, ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟ ଅଂଶକୁ ଅମୃତ ପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି। ହେ କୁରୁଶ୍ରେଷ୍ଠ, ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରିପାରନ୍ତି ନାହିଁ। ପୂର୍ବରୁ ଯଜ୍ଞର ରହସ୍ୟ ଭାବରେ ଯାହା ବର୍ଣ୍ଣନା କରାଯାଇଛି, ତାହାର ଅନୁଷ୍ଠାନ ଭଗବତ ପ୍ରୀତିର୍ଥେ କରାଯିବା ଆବଶ୍ୟକ ଏବଂ ଏହାର ଅବଶିଷ୍ଟାଂଶକୁ ପ୍ରସାଦ ରୂପରେ ଗ୍ରହଣ କରିବା ଉଚିତ। ପ୍ରଥମେ କୌଣସି ବି ବସ୍ତୁକୁ ଭଗବାନଙ୍କୁ ଅର୍ପଣ କରି ଆମେ ତାକୁ ବ୍ୟବହାର କରିବା ଦରକାର। ଉଦାହରଣ ସ୍ୱରୂପ, ଭଗବାନଙ୍କର ଭକ୍ତମାନେ ଖାଦ୍ୟକୁ ତାଙ୍କୁ ଅର୍ପଣ କରିବା ପରେ ଗ୍ରହଣ କରନ୍ତି। ଖାଦ୍ୟ ପ୍ରସ୍ତୁତ କଲା ପରେ ସେମାନେ ତାକୁ ଏକ ପାତ୍ରରେ ରଖି ଭଗବାନଙ୍କୁ ଗ୍ରହଣ କରିବାକୁ ପ୍ରାର୍ଥନା କରନ୍ତି। ସେମାନେ ମନରେ ଏହି ଭାବନା ରଖି ଧ୍ୟାନ କରନ୍ତି ଯେ ଭଗବାନ ପ୍ରକୃତରେ ଏହି ପାତ୍ରରୁ ଭୋଜନ କରୁଛନ୍ତି। ଅର୍ପଣ ପରେ ପାତ୍ରରେ ଥିବା ଅବଶିଷ୍ଟ ଖାଦ୍ୟକୁ ପ୍ରସାଦ ବା ଭଗବାନଙ୍କ କୃପା ଭାବରେ ସେମାନେ ଗ୍ରହଣ କରନ୍ତି। ଅମୃତ ସମ ଏହି ପ୍ରସାଦ ଗ୍ରହଣ କରିବା ଦ୍ୱାରା ଅନ୍ତଃକରଣ ଉଦ୍ଭାସିତ ଓ ଶୁଦ୍ଧ ହେବା ସହିତ ବ୍ୟକ୍ତିର ଆଧ୍ୟାତ୍ମିକ ପ୍ରଗତି ହୋଇଥାଏ। ଏହିପରି ମନୋଭାବରେ ଭକ୍ତମାନେ ଭଗବାନଙ୍କୁ ବସ୍ତ୍ର ଅର୍ପଣ କରିବା ପରେ ପ୍ରସାଦ ଭାବେ ତାକୁ ପିନ୍ଧନ୍ତି। ସେମାନେ ନିଜ ଗୃହରେ ଭଗବାନଙ୍କର ମୂର୍ତ୍ତି ସ୍ଥାପନ କରି ସେହି ଘରକୁ ମନ୍ଦିର ମନେକରି ସେଠାରେ ବାସ କରନ୍ତି। ଯେତେବେଳେ କୌଣସି ଦ୍ରବ୍ୟ ବା କର୍ମ ଭଗବାନଙ୍କୁ ଯଜ୍ଞ ରୂପରେ ଅର୍ପଣ କରାଯାଇଥାଏ, ତାହାର ପ୍ରସାଦ ଆତ୍ମା ପାଇଁ ଅମୃତ ତୁଲ୍ୟ ଆଶୀର୍ବାଦ ଅଟେ। ପରମ ଭକ୍ତ ଉଦ୍ଧବ ଭଗବାନ କୃଷ୍ଣଙ୍କୁ କହିଥିଲେ, ତ୍ୱୟୋପଭୁକ୍ତ ସ୍ରଗଗନ୍ଧା ବାସଲଙ୍କାର ଚର୍ଚ୍ଚିତାଃ ଉତ୍ତିଷ୍ଠ ଭୋଜିନା ଦାସାସ୍ତବ ମାୟା ଜୟମହି। ଅର୍ଥାତ୍, ମୁଁ କେବଳ ତାହା ଖାଇବି, ଆଘ୍ରାଣ କରିବି, ପରିଧାନ କରିବି, ବାସ କରିବି ଏବଂ ଏହି କଥା କହିବି ଯାହା ପ୍ରଥମେ ଆପଣଙ୍କୁ ଅର୍ପଣ କରାଯାଇଥିବ। ଏହିପରି ଆପଣଙ୍କର ଉଦ୍ଦିଷ୍ଟକୁ ପ୍ରସାଦ ଭାବେ ଗ୍ରହଣ କରି ମୁଁ ସହଜରେ ମାୟାକୁ ଜୟ କରିପାରିବି। ଯେଉଁମାନେ ଯଜ୍ଞ କରନ୍ତି ନାହିଁ, ସେମାନେ କର୍ମଫଳ ଜନିତ ପ୍ରକ୍ରିୟାରେ ଛନ୍ଦି ହୋଇ ମାୟାର ଯାତନା ଅନୁଭବ କରନ୍ତି। ହେ ଶ୍ରୋତା ବନ୍ଧୁ, ଆପଣମାନେ ପ୍ରତିଦିନ ନିଜର କର୍ମ ଭଗବାନଙ୍କୁ ଅର୍ପଣ କରନ୍ତୁ। ଖାଦ୍ୟ, ବସ୍ତ୍ର ସବୁକିଛି ଭଗବାନଙ୍କୁ ଅର୍ପଣ କରି ଆପଣ ବ୍ୟବହାର କରନ୍ତୁ। ଦେଖିବେ ଭଗବାନ କେତେ ଖୁସି ହେବେ ଏବଂ ଆପଣଙ୍କ ଉପରେ କୃପା ବର୍ଷା କରିବେ। ଶ୍ଲୋକ 32 ଠାରୁ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ହରେ କୃଷ୍ଣ। ଆପଣମାନେ ଭଗବଦ୍ଗୀତାର ଏହି ବାଣୀ ଶୁଣିଥାନ୍ତୁ। ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।